ଆଜି ଦିବସ ହେଉଛି ପଖାଳ ଦିବସ। ପଖାଳ ଖାଇଥିବା ଲୋକ, ପଖାଳକୁ ନ ଖାଇଥିବା ଲୋକ ଆଜିର ଦିବସରେ ପଖାଳ ଖାଇଲେ ତାର ଗୋଟିଏ ସ୍ୱତନ୍ତ୍ରତା ବା ସୁଗନ୍ଧ ବାହାରେ। ପଖାଳ କ'ଣ? ଭାତ ଥଣ୍ଡା ହେବ, ପାଣି ଭର୍ତ୍ତି ହେବ, ବାସି ହେବ। ବାସି ହେଲା ପରେ ସେଥିରେ ଇଷ୍ଟ ରହିବେ, ତାହା ଟିକେ ଟିକେ ଆମ୍ବିଳା ଲାଗୁଥିବ। ଓଡ଼ିଶାରେ ନିଦ ଦୁଇଟା, ଗୋଟିଏ ପଣସଖିଆ ନିଦ, ଆଉ ଗୋଟିଏ ପଖାଳଖିଆ ନିଦ। ଏ ହେଉଛି ଓଡ଼ିଆ ଜାତିର ଗରିବ ପୁଅର ଖାଦ୍ୟ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସବୁରି ପସନ୍ଦ। ଏହି ଓଡ଼ିଆମାନେ ଯାହା ଖାଆନ୍ତି ପ୍ରଭୁଙ୍କୁ ନୈବେଦ୍ୟ କରିକି ଖାଆନ୍ତି, ଯାହା ପିନ୍ଧନ୍ତି ପ୍ରଭୁଙ୍କୁ ଦେଖିକି ପିନ୍ଧନ୍ତି, ଯୁଆଡ଼େ ଯାଆନ୍ତି ପ୍ରଭୁଙ୍କ ଅନୁକମ୍ପାରେ ଯାଆନ୍ତି। ଦାଣ୍ଡକୁ ଯାଉଛନ୍ତି, ଆପଣ ମେଳାକୁ ଯାଉଛନ୍ତି, ଅଳଙ୍କାର ଯୁକ୍ତ ହୋଇଥିବେ, ଘରେ ଗାଳି ଦେବେ, ଫଳସ ଜିନିଷ ପିନ୍ଧିକି ଯା, ନହେଲେ ଚୋରି ହେବ। ଜଗନ୍ନାଥ ରଥକୁ ଗଲାବେଳେ ମଧ୍ୟ ହୀରା ଚିତା କାଢ଼ିକି ସୋଲ ଚିତା ପିନ୍ଧିକି ଯାଆନ୍ତି। ଆମ ପ୍ରଭୁ ଯାହା କରନ୍ତି ଆମେ ପରା ସେଇଆ କରୁ। ଆମ ପ୍ରଭୁ ଖାଇଲା ବେଳେ ଗୀତ ଗୋବିନ୍ଦ ପାଠ ହେଉଥିବ, ସେ ଭୋଜନ କରୁଥିବେ, ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଆମେ ଖାଇଲା ବେଳେ ମଧ୍ୟ ସଙ୍ଗୀତ ଶ୍ରବଣ କରି ଖାଉ। ଭାରି ଶୀତ। ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ 7 ପ୍ରକାର ଚଦର ଘୋଡ଼ି ହେବେ। ସେ ଯାହା କରନ୍ତି ଆମେ ମଧ୍ୟ କରୁ, କିନ୍ତୁ ଗୋଟେ କଥା କରନ୍ତି ସେ, ଆମେ କରୁନୁ, କାରଣ ସିଏ ଦିଅଁ। ସେ କ'ଣ କରନ୍ତି ନା, ଆମେ ସବୁ ପଖାଳ ଖାଉ, କିନ୍ତୁ ସେ ପଖାଳ ଭାତରେ ଘିଅ ପକାଇ ଖାଆନ୍ତି। ଗୋଟେ ପ୍ରବାଦ ଅଛି, ପଖାଳ ଭାତରେ ଘି ତୋ ବୋପା ଖାଇଥିଲା କି? ପଖାଳ ଭାତରେ ଘିଅ ଖାଇବେ ଆପଣ ଦୌଡ଼ିବେ ଡାକ୍ତରଖାନା, ପେଟ ଖରାପ ହେବ। ହେଲେ ଆମ ଜଗନ୍ନାଥ ମହାପ୍ରଭୁ କିନ୍ତୁ ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ପଖାଳ ଖାଇବେ। ସେଥିରେ ଦହି ପଡ଼ିବ, କଞ୍ଚା ଘିଅ ପଡ଼ିଥିବ। ତାହା ସମର୍ପଣ ହେଲେ ମହାପ୍ରଭୁ ଶୋଇବାକୁ ଯିବେ ବିଚିତ୍ର ଦିଅଁ। ତେଣୁ ଯେଉଁଦିନ ପଖାଳକୁ ଏତେ ପ୍ରାଧାନ୍ୟ ଦେଉଛି, ତାର ଲୋକମାନେ ପଖାଳ ନ ଖାଇବେ ବା କେମିତି? କାହିଁକି ନା ପଖାଳ ଖାଇବା ପଦ୍ଧତିକୁ ଓଡ଼ିଶାରେ ଜଗନ୍ନାଥ ଆଉ ତାଙ୍କ ଲୋକ ଜାଣନ୍ତି। ଦୁନିଆରେ ସବୁଠି ଚାଉଳରୁ ଭାତ ହୁଏ, ବଡ଼ ଦେଉଳରେ ଭାତରୁ ଚାଉଳ ହୁଏ। ଓଲଟା କଥା ନିର୍ମାଲ୍ୟ। ତୁମ ଘରର ଭାତ କାଲିକି ରହିଲେ ବାସି ପଖାଳ ହୋଇଯିବ, ପୋକ ଭାସିବେ। ହେଲେ ବଡ଼ ଦେଉଳର ଭାତ କାଲିକି ରହିଗଲେ ନିର୍ମାଲ୍ୟ ହୋଇଯିବ। ତାର ମୂଲ୍ୟ ଅଧିକା। ଅବଢ଼ା ଖାଇଲେ ପେଟ ପୁରିଯାଏ, ହେଲେ ସେ ପଖାଳ ଖାଇଲେ ସବୁ ରୋଗ ବ୍ୟାଧି ଦୂରୀଭୂତ ହୋଇଯାଏ। ସବୁ ରୋଗ ବ୍ୟାଧିକୁ ଦୂର କରେ ମହାପ୍ରଭୁଙ୍କ ବାସି ପଖାଳ। ଆନନ୍ଦ ବଜାର ଭିତରେ ଗୋଟିଏ ଡଙ୍ଗା ଅଛି, ତା ଭିତରେ ଅବଢ଼ା ତୋରାଣୀ ରହିଥାଏ। ସେ ତୋରାଣୀକୁ ଯିଏ ପିଇଲା ବା ଘରକୁ ଆଣିକି ପିଇଲା, ତାର ଦୁଃସାଧ୍ୟ ରୋଗ ମଧ୍ୟ ଦୂର ହୋଇଯାଏ। ପିଲାମାନେ ଯେଉଁ ରାତିରେ ଶୋଇଥିବା ବେଳେ ଏକ କରିଦିଅନ୍ତି ବା ବହୁମୂତ୍ର ରୋଗୀମାନେ ସେ ପଖାଳ ସେବନ କଲେ ତାଙ୍କର ରୋଗ କ୍ରମଶଃ ଭଲ ହୋଇଯିବ। ଭାରି ଶ୍ୱାସ ବେମାରୀ ଅଛି, ଔଷଧ ଖାଇଲେ ବି କମୁନି, ସେ ପଖାଳ ତୋରାଣୀକୁ ପିଇଦେଲେ କମିଯିବ ସବୁ। ଜଗନ୍ନାଥଙ୍କ ବାସି ଅଭଡ଼ା ପଖାଳରେ ଭଙ୍ଗସ ଭାସୁଥିବ, ନାଙ୍ଗୁଡ଼ା ଭାସୁଥିବେ, ବାସ୍ନା ନୁହେଁ ଦୁର୍ଗନ୍ଧ ହେଉଥିବ, ଆଖିକୁ ଦେଖିବାକୁ ଭାରି ଖରାପ। ତାକୁ ଧରିକି ବୋତଲରେ ଆଣିବେ, ଗୋଟିଏ ପାତ୍ରରେ ନିୟମିତ ପରିମାଣରେ ରଖି ତାକୁ ନିୟମିତ ସେବନ କରିବେ। ଗୋଟିଏ ମନ୍ତ୍ର ପାଠ କରିବେ, ନଶ୍ୟନ୍ତି ସକଳ ରୋଗା। ମନ୍ତ୍ର ପାଠ କରିକି ପ୍ରଭୁଙ୍କୁ ସମର୍ପଣ କରିକି ପ୍ରସାଦ ପାଇବେ। 21 ଦିନ ପର୍ଯ୍ୟନ୍ତ କରନ୍ତୁ ଆଜ୍ଞା, ରୋଗ ଭଲ ହୋଇଯିବ। ଭାରି ଜ୍ୱର ହେଉଛି, ଜମା କମୁନି, ସେ ତୋରାଣୀକୁ ଟିକେ ସେବନ କରିଦେଲେ ଜ୍ୱର କୁଆଡ଼େ ଉଭାନ ହେଇଯିବ। ଚୈତନ୍ୟ ମହାପ୍ରଭୁଙ୍କ ଶ୍ୱାସ ଭଲ କରିଥିଲା ଏହି ପଖାଳ। ଦିନେ ଚୈତନ୍ୟ ମହାପ୍ରଭୁଙ୍କୁ ହେଲା ଶ୍ୱାସ ବେମାରୀ। ସେ ଭାରି ଅମାନିଆ ବାବାଜୀ। ଯିଏ ଜଗନ୍ନାଥଙ୍କୁ ଦର୍ଶନ କରିବେ, ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଦେଖିବେ, ଗଦଗଦ ହୋଇଯିବେ। ପ୍ରତିଦିନ ଯାଆନ୍ତି ବଡ଼ ଦେଉଳ, ପଛପଟେ ଚୈତନ୍ୟ ମହାପ୍ରଭୁ। କାହିଁକି ନା ତାଙ୍କ ବିଶ୍ୱାସ, ପୁରୀରେ ଯେତେ ଲୋକ ରୁହନ୍ତି ସେମାନେ ବୈକୁଣ୍ଠରେ ଅଛନ୍ତି। ତେଣୁ ସବୁ ହେଲେ ବିଷ୍ଣୁ, ମୁଁ ହେଲି ହୀନଜନ, ଯଦି ମୋ ଛାଇ ପଡ଼ିବ ତାହେଲେ ଅପବିତ୍ର ହେବେ। ତେଣୁ ବଡ଼ ଦେଉଳ ପଛପଟେ ଲୁଚିକି ଯାଆନ୍ତି। ସେ ଯେଉଁ ବାଟ ଦେଇ ଯାଆନ୍ତି ତାର ନାମ ହେଲା ଗୌରାଙ୍ଗ ସାହି, ତାପରେ ହେଲା ଗୌଡ଼ବଡ଼ ସାହି, ଏବେ ହରଚଣ୍ଡୀ ସାହି। ସମୁଦ୍ରକୁ ଦେଖିବେ ଦୁଇଟି ରଙ୍ଗ, ଗୋଟେ ନୀଳ ଆଉ ଗୋଟେ ଧଳା। ନୀଳ ହେଲେ କୃଷ୍ଣ ଆଉ ଧଳା ହେଲେ ରାଧା। ରାଧାକୃଷ୍ଣଙ୍କୁ ଦେଖି ଗଦଗଦ ହୋଇଯିବେ, ଆଉ ସବୁଦିନ ସମୁଦ୍ର ଜଳରେ ବୁଡ଼ିଯିବେ।
କେଉଟମାନେ ବେଳେବେଳେ ଜାଲ ପକାଇ ତାଙ୍କୁ ଉଦ୍ଧାର ମଧ୍ୟ କରନ୍ତି। ସେ ଭାବରେ ବୁଡ଼ି ଯାଆନ୍ତି ସମୁଦ୍ରରେ। ସବୁଦିନ ଲୁଣି ପାଣିରେ ଗାଧୋଇକି ତାଙ୍କୁ ଶ୍ୱାସ ବେମାରୀ ହେଲା। ପ୍ରତାପରୁଦ୍ର ଦେବଙ୍କ ପାଖରେ ଖବର ପହଞ୍ଚିଲା। ପଞ୍ଚସଖାଙ୍କ ସହ ଆଲୋଚନା ହେଲା, ଚୈତନ୍ୟ ମହାପ୍ରଭୁଙ୍କ ଶ୍ୱାସ ବେମାରୀ କେମିତି କମିବ? ଏ ହରିଣାରେ କୋଉ ଯିବ ଶ୍ୱାସ ବେମାରୀ, କ'ଣ କରିବା? ଏତିକିବେଳେ ଓଡ଼ିଆ ମାଟିର ବରପୁତ୍ର ଅତିବଡ଼ି ଜଗନ୍ନାଥ ଦାସ ଭାଗବତ ରଚୟିତା କହିଲେ, ଚୈତନ୍ୟ ମହାପ୍ରଭୁଙ୍କ ଶ୍ୱାସ ବେମାରୀ ମୁଁ ଭଲ କରିଦେବି। ଜଗନ୍ନାଥ ଦାସ ତାଙ୍କୁ ନେଇକି ଚାଲିଲେ ବଡ଼ ଓଡ଼ିଆ ମଠକୁ। ସେ ଯେତିକି ଡେଙ୍ଗା ଇଏ ସେତିକି ଗେଡ଼ା ଚାଲିଲେ। ବଡ଼ ଓଡ଼ିଆ ମଠ ବିଚିତ୍ର ବିଶାଳ ମଠ, ଅଚଳାଚଳ ଜାଗା। ସେ ଜମିକୁ ଚାଷ କରିବାକୁ ହାତୀ ଭଳିଆ ବଳଦ ସବୁ ଅଛନ୍ତି। ସେମାନେ ପାଣି ପିଇବା ପାଇଁ ବଡ଼ ବଡ଼ କୁଣ୍ଡ ତିଆରି ହୋଇଛି। ସେ କୁଣ୍ଡରେ ପାଣି ଭର୍ତ୍ତି ହୋଇକି ଥାଏ। ପୁରୀରେ ଗୋଟିଏ ନିୟମ ଅଛି, ଅଧିକାଂଶ ଲୋକମାନେ, ସେବକମାନେ, ବହନ୍ତମାନେ, ମଠର ଆଚାର୍ଯ୍ୟମାନେ ବଡ଼ ଦେଉଳକୁ ଅପେକ୍ଷା କରନ୍ତି। ଅପରାହ୍ନର ବିଳମ୍ବିତ ପ୍ରହରରେ ଜଗନ୍ନାଥଙ୍କୁ ମହାପ୍ରସାଦ ଭୋଗ ଲାଗିଲା ପରେ ପ୍ରତ୍ୟେକ ଦିନ ମହାପ୍ରସାଦ ମଠ ଆଉ ସେବକଙ୍କ ଗୃହକୁ ଯାଏ। ଦିନବେଳା ଯାହା ଖାଉଛ ଖାଅ, ରାତିବେଳା ପୁରୀରେ ମହାପ୍ରସାଦ ଖାଇବା ପୁରୀ ଲୋକଙ୍କର ଏକ ପାରମ୍ପରିକ ଅଭ୍ୟାସ। ଯାହା ଅବଢ଼ା ଖାଆନ୍ତି ଖାଆନ୍ତି, ଆଉ ଯାହା ବଳି ପଡ଼ିଲା ତାକୁ କୁଣ୍ଡରେ ପକାଇ ଦିଅନ୍ତି, ଅର୍ଥାତ୍ ଗୋରୁ ଗାଈମାନେ ଖାଇବେ। କାଲିକି ପୁଣି ଅବଢ଼ା ଆସିବ ନା, ତେଣୁ ଗୋରୁ ଗାଈମାନେ ଖାଆନ୍ତୁ। ପୁରୀରେ ଥିବା ଗୋରୁ ଗାଈଙ୍କ ଭାଗ୍ୟ କେତେ! ସବୁଦିନ ଜଗନ୍ନାଥଙ୍କ ମହାପ୍ରସାଦ ପଖାଳ ରୂପରେ ଖାଇ ହାତୀ ଭଳିଆ ବଳ ପାଇଥାନ୍ତି, ଆଉ ତାଙ୍କୁ ବଳି ଦିଏ ଜଗନ୍ନାଥଙ୍କ ପଖାଳ। ଚୈତନ୍ୟ ମହାପ୍ରଭୁଙ୍କୁ ନେଇଗଲେ ବଡ଼ ଓଡ଼ିଆ ମଠ। ଗୋଟେ କୁଣ୍ଡ ପାଖରେ ଠିଆ କଲେ। ବିଶାଳ କୁଣ୍ଡ, ତା ଭିତରେ ଅଛି ଅବଢ଼ା ପଖାଳ ପ୍ରସାଦ। ବଡ଼ ବଡ଼ ଲାଙ୍ଗୁଡ଼ା ପୋକ ଭାସୁଛନ୍ତି। ବାସ୍ନା ହେଉଛି, ଫଙ୍ଗସ୍ ଅଛି, ଫିମ୍ପି ମରିଯାଇଛି ପାଣି ସାରା। ଚୈତନ୍ୟ ଦେଖି ନାକ ଟେକିଲେ, କହିଲେ, ଏଇଟା କ'ଣ? ନା ପ୍ରସାଦ। କି ପ୍ରସାଦ? ନା ପ୍ରଭୁଙ୍କର ପ୍ରସାଦ। ଏଇଟା କି ପ୍ରଭୁଙ୍କ ପ୍ରସାଦ ହୋଇପାରେ? ହଁ, ଆମ ଜଗନ୍ନାଥ ମହାପ୍ରଭୁଙ୍କର ପ୍ରସାଦ ଇଏ ହେଲା ପଖାଳ ପ୍ରସାଦ। ଯେମିତି କହିଛନ୍ତି, ସାଙ୍ଗେ ସାଙ୍ଗେ ଆମର ଜଗନ୍ନାଥଙ୍କ ପ୍ରସାଦ କହି ଗୋରୁ ମୁହଁରୁ ଲଗାଇ ପିଇଲା ପରି ଚୈତନ୍ୟ ମହାପ୍ରଭୁ ପିଇଦେଲେ। ଦେଖିଲେନି ପୋକ, ଦେଖିଲେନି ଗନ୍ଧ। ସେଦିନ ସେହି ମୁହୂର୍ତ୍ତରେ ଶ୍ୱାସ ତାଙ୍କର ଭଲ ହୋଇଗଲା। ଆମ ଧର୍ମ, ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ପାଇଁ ଦେଖୁଥାନ୍ତୁ ଭକ୍ତି ଓଡ଼ିଶା, ଆଧ୍ୟାତ୍ମିକତାର ଅନୁଭବ।